ଆମେ ସମସ୍ତେ ସ୍କୁଲରେ ପଢ଼ିଛୁ କଳିଙ୍ଗ ଯୁଦ୍ଧ କଥା। ସମ୍ରାଟ ଅଶୋକ, ଦୟା ନଦୀ ଆଉ ସେ ରକ୍ତର ସୁଅ, ତାପରେ ତାଙ୍କର ସେହି ହୃଦୟ ପରିବର୍ତ୍ତନ। ଏ କାହାଣୀ ତ ସମସ୍ତଙ୍କୁ ଜଣା। ହଁ, କିନ୍ତୁ ପ୍ରଶ୍ନ ହେଉଛି, ତାପରେ କ'ଣ ହେଲା? ଅଶୋକଙ୍କ ପରେ କଳିଙ୍ଗର ମାଟିରେ ସେହି ବୌଦ୍ଧ ଧର୍ମର ତାର ଗତି କ'ଣ ଥିଲା? ଆଜି ଆମେ ଓଡ଼ିଶାର ସେହି ଲୁକ୍କାୟିତ ବୌଦ୍ଧ ଐତିହ୍ୟର ଏକ ଗଭୀର ଅନୁସନ୍ଧାନ କରିବାକୁ ଯାଉଛୁ। ଆମ ପାଖରେ ଯେଉଁ ସୋର୍ସେସ୍ ଅଛି ସେଗୁଡ଼ିକ ଏକ ହଜିଯାଇଥିବା ଅଧ୍ୟାୟର ପୃଷ୍ଠା ପରି। ଆଉ ଆମର ମିଶନ ହେଉଛି ଏଇ ସୋର୍ସଗୁଡ଼ିକୁ ଯୋଡ଼ି ଏକ ଡିଟେକ୍ଟିଭ୍ ଭଳି ସେହି ଲୁଚି ରହିଥିବା କାହାଣୀକୁ ସାମ୍ନାକୁ ଆଣିବା। ତେବେ ଚାଲନ୍ତୁ କାହାଣୀର ପ୍ରୋଲୋଗରୁ ଆରମ୍ଭ କରିବା। ଆଧୁନିକ ଓଡ଼ିଶା ହିଁ ଥିଲା ପ୍ରାଚୀନ କଳିଙ୍ଗ, ଆଉ ଏଇଠି ହିଁ ଖ୍ରୀଷ୍ଟପୂର୍ବ 261ରେ ସେହି ଭୟଙ୍କର ଯୁଦ୍ଧ ହୋଇଥିଲା। ହଁ, ବିଶ୍ୱ ଇତିହାସର ସବୁଠାରୁ ରକ୍ତାକ୍ତ ଯୁଦ୍ଧମାନଙ୍କ ମଧ୍ୟରୁ ଗୋଟିଏ। ଆଉ କୁହାଯାଏ ଏହି ଯୁଦ୍ଧର ଭୟାବହତା ଦେଖି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ଏକ୍ଜାକ୍ଟଲି। ଆଉ ଏ ପରିବର୍ତ୍ତନର ଇମ୍ପାକ୍ଟକୁ ଆମେ କମ୍ ଭାବିବା ଆଦୌ ଉଚିତ ନୁହେଁ। ଏହା କେବଳ ଜଣେ ରାଜାଙ୍କର ବ୍ୟକ୍ତିଗତ ସ୍ପିରିଚୁଆଲ ଜର୍ଣ୍ଣି ନଥିଲା, ଯୁଦ୍ଧ କରି ରାଜ୍ୟ ଜୟ କରିବା। ଠିକ୍। କିନ୍ତୁ ଅଶୋକ ଏହି ଧାରଣାକୁ ବଦଳାଇ ଧର୍ମ ବିଜୟର ଆରମ୍ଭ କଲେ, ଅର୍ଥାତ୍ ଶାନ୍ତି, କରୁଣା ଏବଂ ଧର୍ମ ମାଧ୍ୟମରେ ଲୋକଙ୍କର ହୃଦୟ ଜିଣିବା। ଆଉ ଏହାର ସବୁଠାରୁ ଶକ୍ତିଶାଳୀ ସିମ୍ବଲ ଆଜି ବି ଧଉଳିରେ ଅଛି। ହଁ, ଆପଣ ସେହି ପଥରରେ ଖୋଦିତ ହାତୀ କଥା କହୁଛନ୍ତି ନା? ଆବ୍ସଲ୍ୟୁଟଲି। ଧଉଳି ପାହାଡ଼ରେ ଥିବା ସେହି ବିଶାଳ ପଥରର ହାତୀଟା କେବଳ ଗୋଟେ କଳାକୃତି ନୁହେଁ। ହାତୀ ହେଉଛି ଶାନ୍ତି ଏବଂ ବୁଦ୍ଧଙ୍କର ପ୍ରତୀକ। ତା ତଳେ ଥିବା ଅଶୋକଙ୍କର ଶିଳାଲେଖରେ ଯୁଦ୍ଧ ବଦଳରେ କରୁଣା ଏବଂ ନ୍ୟାୟର କଥା କୁହାଯାଇଛି। ସେହି ଗୋଟିଏ ସ୍ଥାନରେ ହିଂସାର ସ୍ମୃତି ଆଉ ଶାନ୍ତିର ପ୍ରତିଶ୍ରୁତି ଏକାଠି ରହିଛି। ଆଉ ସେ ଲେଗାସି ଆଜି ବି ଜୀବିତ। ହଁ, 1972ରେ ଜାପାନ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ମିଶି ସେଠାରେ ଯେଉଁ ବିଶ୍ୱଶାନ୍ତି ସ୍ତୂପ ନିର୍ମାଣ କଲେ, ତାହା ସେହି 2300 ବର୍ଷ ପୁରୁଣା ଶାନ୍ତିର ବାର୍ତ୍ତାକୁ ଏକ ନୂଆ ରୂପ ଦେଇଛି। ଏହା ତ ଗଲା ପ୍ରୋଲଗ। କିନ୍ତୁ ପ୍ରକୃତ କାହାଣୀ ଅଶୋକଙ୍କ ପରେ କଳିଙ୍ଗ କ'ଣ ବୌଦ୍ଧ ଧର୍ମର ଏକ ମେଜର ହବ୍ ପାଲଟିଥିଲା? ଯଦି ହଁ, ତେବେ ତାର ପ୍ରମାଣ କେଉଁଠି? ଏଇଠି ଆମର ସୋର୍ସ ମେଟେରିଆଲରେ ବାରମ୍ବାର ଗୋଟିଏ ଟର୍ମ ଆସୁଛି, ଦ ଡାଇମଣ୍ଡ ଟ୍ରାଏଙ୍ଗଲ ବା ଓଡ଼ିଶାର ହୀରକ ତ୍ରିଭୁଜ। ଏହା କ'ଣ? ଦ ଡାଇମଣ୍ଡ ଟ୍ରାଏଙ୍ଗଲ ହେଉଛି ଆମର ଏହି ଡିଟେକ୍ଟିଭ୍ ଷ୍ଟୋରିର ମୁଖ୍ୟ କେନ୍ଦ୍ରବିନ୍ଦୁ। ଏହା 3ଟି ପାହାଡ଼କୁ ନେଇ ଗଠିତ: ଲଳିତଗିରି, ଉଦୟଗିରି ଏବଂ ରତ୍ନଗିରି। ଆଚ୍ଛା। ଯାହାକି ମୁଖ୍ୟତଃ ଆଜିର ଯାଜପୁର ଓ କଟକ ଜିଲ୍ଲାରେ ଅବସ୍ଥିତ। କିନ୍ତୁ ଏହାର ସବୁଠୁ ଫ୍ୟାସିନେଟିଂ କଥା ହେଉଛି, ଏଗୁଡ଼ିକ କେବଳ 3ଟି ଅଲଗା ଅଲଗା ଆର୍କିଓଲଜିକାଲ ସାଇଟ୍ ନୁହନ୍ତି। ତାହେଲେ ଏହାକୁ ଆପଣ ଏକ କମ୍ପ୍ଲିଟ୍ ଏଜୁକେସନାଲ ସିଷ୍ଟମ ଭଳି ଭାବିପାରିବେ। ଲଳିତଗିରି ଥିଲା ବୌଦ୍ଧ ଧର୍ମର ପ୍ରାଇମେରୀ ସ୍କୁଲ, ଉଦୟଗିରି ଥିଲା ହାଇ ସ୍କୁଲ, ଆଉ ରତ୍ନଗିରି ଥିଲା ଏକ ୱାର୍ଲ୍ଡ କ୍ଲାସ୍ ୟୁନିଭର୍ସିଟି, ଏକ୍ଜାକ୍ଟଲି, ଯୋଉଠି ପୋଷ୍ଟ ଗ୍ରାଜୁଏଟ୍ ରିସର୍ଚ୍ଚ ହେଉଥିଲା। ୱାଓ! ଏହି ଆନାଲୋଜି ତ ପୁରା କନସେପ୍ଟକୁ ସହଜ କରିଦେଲା। କିନ୍ତୁ ଏହାର ଅର୍ଥ କ'ଣ? ପ୍ରାଇମେରୀ ସ୍କୁଲରୁ ୟୁନିଭର୍ସିଟି ପର୍ଯ୍ୟନ୍ତ ଏହା କ'ଣ ବୌଦ୍ଧ ଧର୍ମର ଅଲଗା ଅଲଗା ଷ୍ଟେଜକୁ ବୁଝାଉଛି? ଆବ୍ସଲ୍ୟୁଟଲି। ଏହି 3ଟି ସ୍ଥାନ ଓଡ଼ିଶାରେ ବୌଦ୍ଧ ବିଚାରଧାରାର ସମ୍ପୂର୍ଣ୍ଣ ବିବର୍ତ୍ତନ ବା ଏଭଲ୍ୟୁସନକୁ ଦର୍ଶାଏ। କେମିତି? ଦେଖନ୍ତୁ, ସବୁଠାରୁ ପୁରୁଣା ଲଳିତଗିରିରେ ଆମେ ହୀନଯାନର ପ୍ରଭାବ ଦେଖୁ। ତାପରେ ଉଦୟଗିରିରେ ମହାଯାନର ବିକାଶ ହେଲା, ଆଉ ଶେଷରେ ରତ୍ନଗିରିରେ ବଜ୍ରଯାନ ବା ତାନ୍ତ୍ରିକ ବୌଦ୍ଧ ଧର୍ମର ଚରମ ଉତ୍କର୍ଷ ଦେଖିବାକୁ ମିଳେ। ହୀନଯାନ, ମହାଯାନ, ବଜ୍ରଯାନ। ହଁ, ଏହା ଏକ ଆଡଭାନ୍ସଡ୍ ଏବଂ କମ୍ପ୍ଲେକ୍ସ ପାଥ୍ ଥିଲା। ଏହାର ଅର୍ଥ କଳିଙ୍ଗ କେବଳ ବୌଦ୍ଧ ଧର୍ମକୁ ଗ୍ରହଣ କରିନଥିଲା, ବରଂ ଏହାକୁ ଏକ ନୂଆ ରୂପ ଦେଉଥିଲା। ଏହା ଏକ ଇନୋଭେସନ ହବ୍ ଥିଲା। ଠିକ୍ ଅଛି। ତେବେ ଚାଲନ୍ତୁ ଏହି ପ୍ରାଇମେରୀ ସ୍କୁଲରେ ଆରମ୍ଭ କରିବା। ଲଳିତଗିରି ଏହାକୁ ସବୁଠାରୁ ପୁରୁଣା କୁହାଯାଏ। ଏଠାରେ ଏମିତି କ'ଣ ଖାସ୍ ମିଳିଛି? ଲଳିତଗିରିର ସମୟକାଳ ଖ୍ରୀଷ୍ଟାବ୍ଦ 1ମ ଶତାବ୍ଦୀରୁ ଆରମ୍ଭ। ଏଠାରେ ଯେଉଁ ମୂର୍ତ୍ତିଗୁଡ଼ିକ ମିଳିଛି, ସେଥିରେ ଗାନ୍ଧାର ଏବଂ ମଥୁରା କଳା ଶୈଳୀର ସ୍ପଷ୍ଟ ପ୍ରଭାବ ଦେଖାଯାଏ। ଗାନ୍ଧାର ଉତ୍ତର ପଶ୍ଚିମ ଭାରତ ସହିତ ସମ୍ପର୍କ ଥିଲା। ହଁ, ମୂର୍ତ୍ତିଗୁଡ଼ିକରେ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ବସ୍ତ୍ର ଏହାର ଏକ ସିଗ୍ନେଚର ଷ୍ଟାଇଲ। କିନ୍ତୁ ଲଳିତଗିରିର ସବୁଠାରୁ ବଡ଼ ଆବିଷ୍କାର ହେଉଛି ସେଠାରୁ ମିଳିଥିବା ପଥରର ଛୋଟ ଛୋଟ ବାକ୍ସ। ବାକ୍ସ? ହଁ, ଯାହାକୁ ରେଲିକ୍ କାସ୍କେଟ୍ସ କୁହାଯାଏ। ରେଲିକ୍ କାସ୍କେଟ୍ସ? ଏହାର ମହତ୍ତ୍ୱ କ'ଣ? ଏହାର ମହତ୍ତ୍ୱ ବହୁତ ବେଶୀ। ପ୍ରତ୍ନତତ୍ତ୍ୱବିଦ୍ମାନଙ୍କ ମତରେ ଏହି ବାକ୍ସଗୁଡ଼ିକ ଭିତରେ ଥିବା ଛୋଟ ଛୋଟ ହାଡ଼ର ଅଂଶ ସ୍ୱୟଂ ଗୌତମ ବୁଦ୍ଧଙ୍କର ଅସ୍ଥିଧାତୁ ହୋଇପାରେ। କ'ଣ କହୁଛନ୍ତି?
ବୁଦ୍ଧଙ୍କର ନିଜର ଅବଶେଷ? ଏହା ତ ସଚମେ ବିଶ୍ୱାସନୀୟ। ଯଦି ଏହା ସତ, ତେବେ ଲଳିତଗିରି କେବଳ ଏକ ଶିକ୍ଷାକେନ୍ଦ୍ର ନଥିଲା, ବରଂ ସମଗ୍ର ବୌଦ୍ଧ ଜଗତ ପାଇଁ ଏକ ଅତ୍ୟନ୍ତ ପବିତ୍ର ତୀର୍ଥସ୍ଥଳ ଥିଲା। ଠିକ୍ ଅଛି। ତେବେ ଲଳିତଗିରି ଯଦି ଆରମ୍ଭ ଥିଲା, ତାହେଲେ ହାଇସ୍କୁଲ ବା ଉଦୟଗିରିରେ କ'ଣ ହେଉଥିଲା? ଉଦୟଗିରିକୁ ଆସିବା ବେଳକୁ ଆମେ ଦେଖୁ ଯେ ଏହା ଏକ ଅଧିକ ସିଷ୍ଟମ୍ୟାଟିକ୍ ଏବଂ ଅର୍ଗାନାଇଜ୍ଡ ମୋନାଷ୍ଟିକ୍ କମ୍ପ୍ଲେକ୍ସ ଥିଲା। ଏଠାରେ ଏକ ବିଶାଳ ମଠ ରହିଛି। ଆଉ ଏଠାରେ ମିଳୁଥିବା ମୂର୍ତ୍ତିଗୁଡ଼ିକରେ ଆମେ ବୋଧିସତ୍ତ୍ୱଙ୍କର ପ୍ରାଧାନ୍ୟ ଦେଖୁ। ବୋଧିସତ୍ତ୍ୱ ହେଉଛନ୍ତି ସେହି ମହାପୁରୁଷ ଯେଉଁମାନେ ନିଜେ ନିର୍ବାଣ ପାଖରେ ପହଞ୍ଚି ମଧ୍ୟ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସଂସାରରେ ରହିଥାନ୍ତି। ଆଚ୍ଛା, ତେବେ ଲଳିତଗିରିରୁ ଉଦୟଗିରି ଆସିବା ବେଳକୁ ଫୋକସ୍ଟା ବ୍ୟକ୍ତିଗତ ମୁକ୍ତିରୁ ସାମୂହିକ କଲ୍ୟାଣ ଆଡ଼କୁ ସିଫ୍ଟ ହୋଇଗଲା। ଏକ୍ଜାକ୍ଟଲି। ଏହାପରେ ଆସୁଛି ୟୁନିଭର୍ସିଟି ରତ୍ନଗିରି। ଏହା ନାଁ ହିଁ ରତ୍ନର ପାହାଡ଼। ନିଶ୍ଚୟ ଏଠାରେ କିଛି ବିଶେଷ କଥା ଥିବ। ବିଶେଷ ନୁହେଁ, ଅସାଧାରଣ। ଅଷ୍ଟମ ନବମ ଶତାବ୍ଦୀ ବେଳକୁ ରତ୍ନଗିରି କେବଳ ଓଡ଼ିଶା ନୁହେଁ, ସମଗ୍ର ଏସିଆର ସବୁଠାରୁ ପ୍ରମୁଖ ବୌଦ୍ଧିକ କେନ୍ଦ୍ରମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ନାଳନ୍ଦା, ବିକ୍ରମଶିଳା ପରି। ହଁ, ସେହି ସ୍ତରର। ଆମ ସୋର୍ସେସ୍ ଅନୁସାରେ ଏଠାରେ ପ୍ରାୟ 500 ବୌଦ୍ଧ ଭିକ୍ଷୁ ରହୁଥିଲେ। ତିବ୍ବତ, ଚୀନ, ଦକ୍ଷିଣ ପୂର୍ବ ଏସିଆରୁ ଛାତ୍ରମାନେ ଏଠାକୁ ତନ୍ତ୍ର, ଦର୍ଶନ ପଢ଼ିବାକୁ ଆସୁଥିଲେ। 500 ଭିକ୍ଷୁ! କଳ୍ପନା କରନ୍ତୁ ସେ ଜାଗାର ମାହୋଲ କେମିତି ଥିବ। ଶହ ଶହ ଭିକ୍ଷୁ ଦର୍ଶନ ଆଉ ତର୍କକୁ ନେଇ ଗମ୍ଭୀର ଆଲୋଚନା। ଏକ ଜୀବନ୍ତ ବୌଦ୍ଧିକ କେନ୍ଦ୍ର ଥିଲା। ଆମ ସୋର୍ସେସ୍ରେ ଏହାର ଆର୍କିଟେକ୍ଚର ବିଷୟରେ ଗୋଟେ ଇଣ୍ଟରେଷ୍ଟିଂ ପଏଣ୍ଟ ଅଛି। ବକ୍ରରେଖୀୟ ଛାତ ବା କର୍ଭି ଲିନିୟର ରୁଫ୍। ଏଟା ଟିକେ ଜଣାଶୁଣା ଲାଗୁଛି ନା? ଏକ୍ଜାକ୍ଟଲି। ଏଇଠି କଥାଟା ଆହୁରି ମଜାଦାର ହେଉଛି। ସେହି ବକ୍ରରେଖୀୟ ଛାତ ବା କର୍ଭଡ୍ ସ୍ପାଏର ହେଉଛି ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ପରିଚୟ। ହଁ, ଯେମିତି କୋଣାର୍କ ବା ଲିଙ୍ଗରାଜ ମନ୍ଦିର। ଠିକ୍। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅଞ୍ଚଳରେ ଏହାର ସବୁଠାରୁ ପୁରୁଣା ଉଦାହରଣ ଗୋଟିଏ ହିନ୍ଦୁ ମନ୍ଦିରରେ ନୁହେଁ, ବରଂ ରତ୍ନଗିରିର ଏକ ବୌଦ୍ଧ ମଠରେ ମିଳିଛି। ହ୍ୱାଟ୍? ଦ୍ୟାଟ୍ସ ଅ ମାଇଣ୍ଡ ବ୍ଲୋଇଂ ରିଭିଲେସନ୍। ହଁ, ଏହା ସଜେଷ୍ଟ କରୁଛି ଯେ ଓଡ଼ିଶାର ଏହି ଆଇକନିକ୍ ଟେମ୍ପଲ ଆର୍କିଟେକ୍ଚର ଷ୍ଟାଇଲର ମୂଳ ହୁଏତ ଏକ ବୌଦ୍ଧ ମଠରୁ ଆରମ୍ଭ ହୋଇଥିଲା। ଦ୍ୟାଟ୍ସ ଏ ହ୍ୟୁଜ୍ ପଏଣ୍ଟ। ତେବେ ଏହି ଥ୍ରାଇଭିଂ ଇଣ୍ଟେଲେକ୍ଚୁଆଲ ହବ୍ ବିଷୟରେ ଆମେ ଜାଣିଲୁ କେମିତି? ଖନନ କାର୍ଯ୍ୟରୁ। କିନ୍ତୁ ଏଠାରେ ମଧ୍ୟ କାହାଣୀରେ ଏକ ଟ୍ୱିଷ୍ଟ ଅଛି। ପ୍ରଥମ ବଡ଼ ଖନନ 1961ରେ ଦେବଳା ମିତ୍ରଙ୍କ ନେତୃତ୍ୱରେ ହୋଇଥିଲା। କିନ୍ତୁ ତାପରେ ପ୍ରାୟ 60 ବର୍ଷ ପାଇଁ ସବୁକିଛି ଚୁପ୍। ଏତେ ବଡ଼ ଗ୍ୟାପ୍ କାହିଁକି? ଏହା ହିଁ ସବୁଠାରୁ ବଡ଼ ରହସ୍ୟ। ଏକ ଏତେ ମହତ୍ତ୍ୱପୂର୍ଣ୍ଣ ସାଇଟ୍, ଯାହାକୁ ହିଲ୍ ଅଫ୍ ଜୁଲ୍ସ କୁହାଯାଉଥିଲା, ତାକୁ 60 ବର୍ଷ ପର୍ଯ୍ୟନ୍ତ କାହିଁକି ଅଣଦେଖା କରାଗଲା? ତାର କାରଣ କ'ଣ ହୋଇପାରେ? ହୁଏତ ସମ୍ବଳର ଅଭାବ କିମ୍ବା ସରକାରୀ ପ୍ରାଥମିକତାରେ ପରିବର୍ତ୍ତନ। କିନ୍ତୁ ଫଳାଫଳ ହେଲା ଯେ 2ଟି ଜେନେରେସନ୍ ପାଇଁ ଆମେ ଭାବୁଥିଲୁ ଯେ ରତ୍ନଗିରି ବୋଧହୁଏ ସେତିକି ହିଁ। ଆମେ ଭାବୁଥିଲୁ ଆମେ କାହାଣୀଟା ଜାଣିଛୁ। କିନ୍ତୁ ଆମେ ଭୁଲ ଥିଲୁ। ବହୁତ ବଡ଼ ଭୁଲ। କାରଣ ଏବେ ସେଠାରେ ପୁଣି ଥରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଆମ ସୋର୍ସେସ୍ ଏହି ନ୍ୟୁ ଡିସ୍କଭରିଜକୁ ନେଇ ପୁରା ବଜିଂ ଅଛି। ଦିସ୍ ଇଜ୍ ଦ ରିଏଲ୍ ବ୍ରେକିଂ ନ୍ୟୁଜ୍। ଏବେ ଏମିତି କ'ଣ ମିଳିଛି? ଯାହା ମିଳିଛି ତାହା ଆର୍କିଓଲୋଜିଷ୍ଟମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ସେଠାରୁ 3ଟି ବିଶାଳକାୟ ବୁଦ୍ଧ ମସ୍ତକ ମିଳିଛି। ବିଶାଳକାୟ ମସ୍ତକ? ହଁ, ଏହା ସହିତ ଏକ ବିରାଟ ପଥରର ପାପୁଲି ମଧ୍ୟ ମିଳିଛି। ଆଉ ଏକ ଅଜ୍ଞାତ ପ୍ରାଚୀନ କାନ୍ଥ ଏବଂ କିଛି ନୂଆ ଶିଳାଲେଖ। ୱେଟ୍, 3ଟି ବିଶାଳ ମୁଣ୍ଡ ଆଉ ଗୋଟିଏ ବିରାଟ ପାପୁଲି। ଏହାର ଅର୍ଥ କ'ଣ? ଆମେ କ'ଣ ଏକ କଲୋସଲ ଷ୍ଟାଚ୍ୟୁ କଥା କହୁଛେ, ଯାହା ବିଷୟରେ କେହି କିଛି ଜାଣିନଥିଲେ? ଏକ୍ଜାକ୍ଟଲି। ଏହି ଆବିଷ୍କାର 2ଟି ବଡ଼ କଥା ସ୍ପଷ୍ଟ କରୁଛି। ପ୍ରଥମତଃ, 1961ର ଖନନରେ ଆମେ ରତ୍ନଗିରିର ଯେଉଁ ମ୍ୟାପ୍ ଦେଖିଥିଲୁ, ପ୍ରକୃତ କମ୍ପ୍ଲେକ୍ସ ତାଠାରୁ ବହୁତ ବହୁତ ବଡ଼ ଥିଲା। ମାନେ ଆମେ ଏପର୍ଯ୍ୟନ୍ତ କେବଳ ଟିପ୍ ଅଫ୍ ଦ ଆଇସବର୍ଗ ଦେଖିଥିଲୁ। ଠିକ୍। ଆଉ ଦ୍ୱିତୀୟରେ, ସେହି ବିଶାଳ ମସ୍ତକ ଏବଂ ପାପୁଲି ସଂକେତ ଦେଉଛି ଯେ ଏକଦା ସେଠାରେ ଏକ ଅତି ବିଶାଳକାର ବୁଦ୍ଧ ମୂର୍ତ୍ତି ଥିଲା। ଏହି ଗୋଟିଏ ଆବିଷ୍କାର ରତ୍ନଗିରିର ସ୍କେଲ ଏବଂ ଗ୍ରାଣ୍ଡୁର ବିଷୟରେ ଆମର ପୁରା ଧାରଣାକୁ ବଦଳାଇ ଦେଇଛି। ସମ୍ପୂର୍ଣ୍ଣ ଭାବେ। କିନ୍ତୁ ଏହାର ପ୍ରଭାବ କ'ଣ ପୁରା ଓଡ଼ିଶାର ବୌଦ୍ଧ ଇତିହାସ ଉପରେ ପଡ଼ୁଛି? ଏହି ଇଣ୍ଟେଲେକ୍ଚୁଆଲ ଏନର୍ଜି କ'ଣ କେବଳ ହୀରକ ତ୍ରିଭୁଜ ଭିତରେ ସୀମିତ ଥିଲା? ଏହା ଏକ ଏକ୍ସେଲେଣ୍ଟ କ୍ୱେଶ୍ଚନ। ଆଉ ଉତ୍ତର ହେଉଛି ନା। ହୀରକ ତ୍ରିଭୁଜ କେବଳ କେନ୍ଦ୍ର ଥିଲା, କିନ୍ତୁ ଏହାର ନେଟୱାର୍କ ପୁରା କଳିଙ୍ଗରେ ବ୍ୟାପିଥିଲା।
ଏହାର ସବୁଠାରୁ ଭଲ ଉଦାହରଣ ହେଉଛି ପଦ୍ମପୁର। ପଦ୍ମପୁର ହଁ, ଏହା 7ମ ଶତାବ୍ଦୀର ପ୍ରସିଦ୍ଧ ବୌଦ୍ଧ ଦାର୍ଶନିକ ଧର୍ମକୀର୍ତ୍ତିଙ୍କର ଜନ୍ମସ୍ଥାନ ଥିଲା ବୋଲି ଶିଳାଲେଖରୁ ପ୍ରମାଣ ମିଳେ। ଆମ ସୋର୍ସେସରେ ପଦ୍ମପୁର ବିଷୟରେ ଆଉ ଗୋଟିଏ ଶବ୍ଦ ଅଛି, ସିନକ୍ରେଟିଜମ। ଏହା ଏକ ହେଭି ୱାର୍ଡ। ଏହାର ଅର୍ଥ କ'ଣ ଏଠି? ସିଙ୍କ୍ରେଟିଜିମ୍ର ସରଳ ଅର୍ଥ ହେଉଛି ବିଭିନ୍ନ ଧର୍ମ ଓ ସଂସ୍କୃତିର ମିଳନ। ପଦ୍ମପୁରରେ ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳେ। ଆଚ୍ଛା, ସେଠାରେ ଥିବା ଜଗମଣ୍ଡା ପାହାଡ଼ରେ ବୌଦ୍ଧ ଇତିହାସ ସହିତ 5ଟି ପ୍ରାଚୀନ ଶିବ ମନ୍ଦିର ମଧ୍ୟ ରହିଛି। ଗୋଟିଏ ପାହାଡ଼ରେ ବୌଦ୍ଧ ସ୍ତୂପ ବି ଅଛି, ପାଖରେ ଶିବ ମନ୍ଦିର ବି ଅଛି। ମାନେ ସେତେବେଳେ ଲୋକମାନେ କେମିତି ଶାନ୍ତିରେ ମିଳିମିଶି ରହୁଥିଲେ, ଏହା ତାର ପ୍ରମାଣ। ହଁ, ଏହା କେବଳ ଇତିହାସ ନୁହେଁ, ବରଂ ସେହି ଅଞ୍ଚଳର ସାଂସ୍କୃତିକ ଗଭୀରତାକୁ ମଧ୍ୟ ଦର୍ଶାଏ। ତେବେ ଏହା ଏକ ଇଣ୍ଟରକନେକ୍ଟେଡ୍ ନେଟୱାର୍କ ଥିଲା। ଲାଙ୍ଗୁଡ଼ି, ତାରାପୁର, ଜୌଗଡ଼ ଏସବୁ ମିଶି ଏକ ବହୁତ ବଡ଼ ଚିତ୍ର ତିଆରି କରୁଛି। ସମ୍ପୂର୍ଣ୍ଣ ଠିକ୍। ଏହା ଏକ ଇଣ୍ଟରକନେକ୍ଟେଡ୍ ନେଟୱାର୍କ ଥିଲା, ଯେଉଁଠାରେ ଜ୍ଞାନ, କଳା ଏବଂ ଦର୍ଶନର ଆଦାନ ପ୍ରଦାନ ହେଉଥିଲା। ପ୍ରତ୍ୟେକ ସ୍ଥାନର ନିଜର ଏକ ବିଶେଷତ୍ୱ ଥିଲା। ତେବେ ଆଜିର ଆଲୋଚନାରେ ଆମେ ଏକ ଫ୍ୟାସିନେଟିଂ ଯାତ୍ରା କଲୁ। ଧଉଳିରେ ଅଶୋକଙ୍କ ପରିବର୍ତ୍ତନରୁ ଆରମ୍ଭ କରି ହୀରକ ତ୍ରିଭୁଜର ପ୍ରାଇମେରୀ ସ୍କୁଲରୁ ୟୁନିଭର୍ସିଟି ପର୍ଯ୍ୟନ୍ତ ବୁଲିଲୁ। ଆଉ ଶେଷରେ ରତ୍ନଗିରିର ସେହି ରୋମାଞ୍ଚକର ନୂଆ ଆବିଷ୍କାର ପର୍ଯ୍ୟନ୍ତ ପହଞ୍ଚିଲୁ, ଯାହା ଇତିହାସକୁ ପୁଣି ଥରେ ଲେଖୁଛି। ହଁ, ଆଉ ଏଥିରୁ ମୁଖ୍ୟ ବାର୍ତ୍ତା ବକିଏ ଟେକ୍ଅୱେ ଏହା ମିଳୁଛି ଯେ କଳିଙ୍ଗର ବୌଦ୍ଧ ଐତିହାସ୍ୟର କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହା ଏକ ଲିଭିଂ ଷ୍ଟୋରି। ଏକ୍ଜାକ୍ଟଲି। ଏହା କୌଣସି ସଂଗ୍ରହାଳୟରେ ଥିବା ଏକ ଡେଡ୍ ଅବଜେକ୍ଟ ନୁହେଁ। ଏଏସ୍ଆଇ ଦ୍ୱାରା ମିଳୁଥିବା ପ୍ରତ୍ୟେକ ନୂଆ ଜିନିଷ ଏହି ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡୁଛି। କହିବାକୁ ଗଲେ ଅତୀତର ଭବିଷ୍ୟତ ଏବେ ବି ଲେଖାଯାଉଛି। ଶେଷରେ ଗୋଟିଏ କଥା ଚିନ୍ତା କରିବା ପାଇଁ ଛାଡ଼ି ଯାଉଛୁ। ରତ୍ନଗିରିରେ ମିଳିଥିବା ସେହି ବିଶାଳକାୟ ବୁଦ୍ଧ ମସ୍ତକଗୁଡ଼ିକ ଆମର ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଏହା ଭାବିବାକୁ ବାଧ୍ୟ କରୁଛି, ଯଦି ଗୋଟିଏ ପ୍ରସିଦ୍ଧ ୱେଲ୍ ଷ୍ଟଡିଡ୍ ସ୍ଥାନ, ଯାହାକୁ ଆମେ ଜାଣିଛୁ ବୋଲି ଭାବୁଥିଲୁ, ତାହା 60 ବର୍ଷ ଧରି ଏତେ ବଡ଼ ରହସ୍ୟ ଲୁଚାଇ ରଖିପାରେ, ତେବେ ଓଡ଼ିଶାର ମାଟି ତଳେ ଆହୁରି କେତେ ରତ୍ନର ପାହାଡ଼ ଲୁଚି ରହିଥିବ, ଯାହା ଆବିଷ୍କାର ହେବାକୁ ଅପେକ୍ଷା କରିଛି।